ପିଲାମାନେ ତୁମେ ମାନେ ନଦୀ ଦେଖିଛ? ନଦୀ କୂଳର ଦୃଶ୍ୟ ବହୁତ ଭଲ ଲାଗେ ନା? ଆଜି ଆମେ ନଦୀ କୂଳର ଦୃଶ୍ୟ ସମ୍ପର୍କିତ ଏକ କବିତା ଆବୃତ୍ତି କରିବା। ଏହି କବିତାଟି ତୁମର ଉତ୍କର୍ଷ ଅଭ୍ୟାସ ପୁସ୍ତିକାରେ ଥିବା ସହଜାତ୍ମକ ଶିକ୍ଷଣ ସୋପାନର କାର୍ଯ୍ୟପତ୍ରିକା 26ରେ ଅଛି। ଆସ ଆବୃତ୍ତି କରିବା। ନଈର ଏକ କୂଳେ, ନଈର ଏକ କୂଳେ, ସେଫାଳି ଫୁଲ ଆକୁଳ କରି, ସେଫାଳି ଫୁଲ ଆକୁଳ କରି, ଫୁଟିଛି ଯାଇ ଦୂରେ। ନଈର ଏକ କୂଳେ, ନଈର ଏକ କୂଳେ, ମଧୁର ତାର ମହକ ରାଶି, ପବନ ସାଥେ ଆସୁଛି ଭାସି। ମଧୁର ତାର ମହକ ରାଶି, ପବନ ସାଥେ ଆସୁଛି ଭାସି। ଆବେଶ ଭୋଳ ଚିତ୍ତ ମୋର, ଆବେଶ ଭୋଳ ଚିତ୍ତ ମୋର, ତାହାରି ସାଥେ ଘୂରେ। ନଈର ଏକ କୂଳେ, ନଈର ଏକ କୂଳେ। ପିଲାମାନେ କବିତାଟି ଆବୃତ୍ତି କଲେ ବର୍ତ୍ତମାନ ଏହାର ଭାବାର୍ଥ କ'ଣ ବୁଝିବା। ନଈର ଏକ କୂଳେ, ସେଫାଳି ଫୁଲ ଆକୁଳ କରି, ଫୁଟିଛି ଯାଇ ଦୂରେ। ଏଠାରେ ନଈ କୂଳର ଦୃଶ୍ୟ ତଥା ଅନୁଭବକୁ ବର୍ଣ୍ଣନା କରାଯାଇଛି। କବି କହିଛନ୍ତି ନଈର ଏକ କୂଳେ ମାନେ ଗୋଟିଏ ନଦୀର ତୀରରେ ବା ତଟ ଦେଶରେ ସେଫାଳି ଫୁଲ ଆକୁଳ ମାନେ ବିକଳ ହୋଇ ଟିକେ ଦୂରରେ ଫୁଟିଛି। ମଧୁର ତାର ମହକ ରାଶି, ପବନ ସାଥେ ଆସୁଛି ଭାସି। ଆବେଶ ଭୋଳ ଚିତ୍ତ ମୋର, ତାହାରି ସାଥେ ଘୂରେ। ତାର ମଧୁର ମହକ, ମଧୁର ମହକ ମାନେ ଫୁଲର ବାସ୍ନା, ଫୁଲର ସୁବାସ ସମୀର ସହ ମାନେ ପବନ ସହ ଭାସି ଆସୁଛି। ଆବେଶ ଭୋଳ ଚିତ୍ତ ମୋର ମାନେ ମୋ ମନ ମନ୍ତ୍ରମୁଗ୍ଧ ହୋଇ ସେଇ ଫୁଲର ସୁବାସ ସହ ଘୂରି ବୁଲେ। ପିଲାମାନେ କବିତାରେ ପ୍ରୟୋଗ କରାଯାଇଥିବା କିଛି ଶବ୍ଦର ସମାନ ଅର୍ଥବୋଧକ ଶବ୍ଦ ଜାଣିବା। କୂଳେ, କୂଳେ ମାନେ ତଟରେ, ତୀରେ। ଆକୁଳ ମାନେ ବ୍ୟାକୁଳ, ବିକଳ। ମହକ ମାନେ ବାସ୍ନା, ସୁବାସ। ପବନ ମାନେ ସମୀର। ଆବେଶ ଭୋଳ ମାନେ ଗଭୀର ମନୋଯୋଗ। ଚିତ୍ତ ମାନେ ମନ। ବର୍ତ୍ତମାନ ଏହି ପଦଟିରେ ଥିବା କରି ଶବ୍ଦଟି ଏକ ଅସମାପିକା କ୍ରିୟାପଦ। ଆଉ କିଛି ଅସମାପିକା କ୍ରିୟାପଦ ଏହି ପଦଟିରୁ ବାଛି ଲେଖିବ। ଯେମିତିକି ଯାଇ। କର ଏକ ଅସମାପିକା କ୍ରିୟା, ଏହାକୁ ସମାପିକା କ୍ରିୟାରେ ପରିଣତ କଲେ କରିବା ହେବ। ସେଇଭଳିଆ ତୁମେମାନେ ମନରୁ ଭାବି କିଛି ଅସମାପିକା କ୍ରିୟାପଦ ଲେଖ ଏବଂ ସେହିଗୁଡ଼ିକୁ ସମାପିକା କ୍ରିୟାରେ ପରିଣତ କର। ପିଲାମାନେ ଆଜି ଆମେ କ'ଣ ଶିଖିଲେ? ସମାନ ଅର୍ଥବୋଧକ ଶବ୍ଦ ଜାଣିଲେ ଏବଂ ଅସମାପିକା କ୍ରିୟା ଚିହ୍ନଟ କଲେ। ଅସମାପିକା କ୍ରିୟାକୁ ସମାପିକା କ୍ରିୟାରେ କିପରି ପରିଣତ କରିବା ସେ କଥା ବି ଜାଣିଲେ। କିଛି ପ୍ରଶ୍ନ ଆଲୋଚନା ବି କଲେ। ବର୍ତ୍ତମାନ ତୁମେମାନେ କାର୍ଯ୍ୟପତ୍ରିକାଟିରେ ଦିଆଯାଇଥିବା ଅଭ୍ୟାସ କାର୍ଯ୍ୟଗୁଡ଼ିକ କରିବ। ଏଇଠି ରହିବା। ଧନ୍ୟବାଦ।